ସାଙ୍ଗ ଫୋନ୍ କଲା କହିଲା ସାଙ୍ଗ ଆଉ ଆସିବ ଆଜି ମୋ ବାହାଘର ଦେଖିବାକୁ ଆଇଛନ୍ତି। ମୁଁ କହିଲି ଆବେ ତୁ କ'ଣ ଏତେ ଦିନ ହେଲା ବାହା ହେଇନୁ? କହିଲା ନା ମୁଁ କ'ଣ ବାହା ହେଇନୁ? ମୁଁ କହିଲି ତୁ ଚାକିରି କରୁଛୁ, ଗଭର୍ଣ୍ଣମେଣ୍ଟ ଚାକିରି କରୁଛୁ। କହିଲା ହଁ ବାପା ଖାଲି କହୁଛନ୍ତି 5 ବର୍ଷ ହେଲା ଖାଲି ଝିଅ ଦେଖୁଛନ୍ତି ଆଉ କହୁଛନ୍ତି ମୋ ପୁଅ ଗଭର୍ଣ୍ଣମେଣ୍ଟ ଚାକିରି କରୁଛି, ପଇସା ଲକ୍ଷେ ଆଣିବି, ଗାଡ଼ି 4 ହ୍ୱିଲର ଆଣିବି, ଆଉ ଝିଅ ଗୋଟିଏ ଚାଉଳରେ ଗଢ଼ା ହେଇଥିବ, ପୁରା ସଫା ଦେଖିବାକୁ ହେଇଥିବ, ଆଉ ତା ଶାଶୁ ଥିବ, ଶ୍ୱଶୁର ଥିବ, ଆଉ ସେ ବଡ଼ ଲୋକିଆ ହେଇଥିବେ। ଆଉ ମୁଁ କହିଲି କେଉଁଠି କ'ଣ ମିଳୁନି? କହିଲା ଆଉ କେଉଁଠି ତ ଗାଡ଼ି ମିଳୁଛି, କେଉଁଠି ପଇସା ଗାଡ଼ି ମିଳୁଛି ତ ପଇସା ମିଳୁନି, କେଉଁଠି ପଇସା ମିଳୁଛି ତ ଗାଡ଼ି ମିଳୁଛି, ଝିଅ ଦେଖିବାକୁ ଭଲ ମିଳୁନି, ଆଉ ଫେର କେଉଁଠି ତ ସମୁଦି ମିଳୁଛି, ସମୁଦୁଣି ମିଳୁନି। ଆଉ ବାପା କହୁଛି ମୁଁ ସମୁଦୁଣି ଯେଉଁଠି ଥିବ ସେଇଠି ବାହା କରିମି, ଆଉ ପଇସା ଆଣିବି, ଗାଡ଼ି ଆଣିବି, ଆଉ ମୋ ପୁଅ ଗଭର୍ଣ୍ଣମେଣ୍ଟ ଚାକିରି କରିଛି। ଆଉ ଭାଇ ଏଇ ହେଇକି 5 ବର୍ଷ ହେଲାଣି, କେଉଁଠି ଯଦି ପଇସା କମ୍ ହେଉଛି ସେ କହୁଛନ୍ତି ନା ଆର ବର୍ଷକୁ ଦେଖିବା, ଆଉ ଆର ବର୍ଷକୁ ବେଶୀ ପଇସା ମିଳିଯିବ, ଆଉ ଲକ୍ଷ ଉପରେ ମିଳିବ, ଗାଡ଼ି ମିଳିବ, ଝିଅ ଦେଖିବାକୁ ମିଳିବ, ସମୁଦି ଥିବ, ସମୁଦୁଣି ଥିବ। ଆଉ ମୁଁ ସତରେ ନା? କହିଲେ ହଁ ବା 5 ବର୍ଷ ହେଲାଣି ଗଡ଼ଉଛନ୍ତି। ଆଉ ମୁଁ ଫେର କ'ଣ କହିଲା ଆଜି ଜଣେ ଆସିଛନ୍ତି ସେ ତାଙ୍କର ସେ କହୁଛନ୍ତି ବାପା କହୁଛନ୍ତି ନା 5 ବର୍ଷ ହେଇଗଲାଣି ନା ଏବେ ଏଇଠି ଯେ ବାହାଘର କରିଦେବା। ଆଉ ମୁଁ କ'ଣ ଦେବେ? ସେ ବା କହୁଛନ୍ତି ଆମେ କିଛି ଦେଇପାରିବୁନି, ଝିଅ ଖାଲି ଭଲ ଅଛି, ଆଉ ଯଦି କହିବ ଆମେ ଗୋଟେ ଗାଡ଼ି ଦେବୁ, ଆଉ ତା ସମୁଦୁଣି ଅଛି। ଆଉ ବାପା କହୁଛନ୍ତି ହଁ ସମୁଦୁଣି ଅଛି ସେଇଠି ନା ବାହା କରିଦେବି, ଆଉ ଯାହା ପଇସା ଦେବ ଗାଡ଼ିଟା ତ ଦେବ, ଆଉ ଝିଅ ବି ଦେଖିବାକୁ ଭଲ, ଆଉ ସମୁଦୁଣି ଅଛି ବାହା କରିଦେମି। ଆଉ ଆମର ବୋଧେ ଫାଇନାଲ୍ ହେବ, ତୁ ଆଇ। ଆଉ ମୁଁ ଯାଇ ପହଞ୍ଚିଲା ବେଳକୁ ତାଙ୍କର ଚାଲିଛି ଦେଖା ଶୁଭା। ଆଉ ମୁଁ ପଚାରିଲି କ'ଣ ହେଇଛି? କହିଲା ନା ସେ ପଇସା କିଛି ଦେବେ, ଆଉ ଗାଡ଼ି ଦେବେ, ଆଉ ସମୁଦୁଣି ତ ଅଛି ଗପସପ କରିବି। ସେଇଠି ତାଙ୍କର ଫାଇନାଲ୍ ହେଲା।